ମୃଦୁସ୍ୱରେ କି ମଧୁରେ ଡାକନ୍ତି ଯୀଶୁ ବନ୍ଧୁ ସୁନାବାରେ ପ୍ରେମ ଭରି ପ୍ରଶ୍ରୟରେ ଅଛନ୍ତି ଯୀଶୁ ତୁମ ପ୍ରତୀକ୍ଷାରେ ବାସି ତାଙ୍କ ଆଶ୍ୱାସ ତ୍ୱର କ୍ଷମା ଶାନ୍ତି ପ୍ରଚୁର କ୍ଷମା ଶାନ୍ତି ପ୍ରଚୁର। প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପ୍ରେରିତ ପାଉଲ ଯିଏ ଈଶ୍ୱରଙ୍କର ମନୋନୀତ ପିତାଙ୍କ ପ୍ରେମକୁ ଜ୍ଞାତ ହୋଇଥିଲେ, ମାତ୍ର ଯିଏ ପୂର୍ବରୁ ଈଶ୍ୱରଙ୍କୁ ଘୃଣା କରୁଥିଲେ, ତାଙ୍କୁ ଈଶ୍ୱର ପ୍ରେମରେ ଡାକି ନିକଟକୁ ଆଣିଲେ, ପୁଣି ତାଙ୍କ ଜୀବନର ଅନ୍ଧକାରର ପରିବର୍ତ୍ତେ ନିତ୍ୟ ସ୍ଥାୟୀ ଆଲୋକ ଦେଲେ। ସେହି ପ୍ରେରିତ ପାଉଲ କଲୋସୀମାନଙ୍କ ନିକଟକୁ ଲେଖି ତାଙ୍କ ପ୍ରଥମ ଅଧ୍ୟାୟର 13 ଏବଂ 14 ପଦରେ ପିତା ଈଶ୍ୱର ଓ ପୁତ୍ର ଈଶ୍ୱର ତାଙ୍କ ଜୀବନରେ କରିଥିବା କାର୍ଯ୍ୟର ସାକ୍ଷ୍ୟ ଦେଇ ଏହିପରି ଲେଖନ୍ତି, ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ତାହାଙ୍କଠାରେ ଆମମାନେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ଏହି ବାକ୍ୟ ଗୁଡ଼ିକ ଆମମାନଙ୍କ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ ଅଟେ। ଆମେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ଦ୍ୱାରା ଅନ୍ଧକାରର କ୍ଷମତାର ଉଦ୍ଧାର ପ୍ରାପ୍ତ ହୋଇଅଛୁ। ଅନ୍ଧକାରର ବଶରେ ରହି ପାପମୟ ଜୀବନ କାଟୁଥିବା ମନୁଷ୍ୟକୁ ଉଦ୍ଧାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଆପଣା ପ୍ରେମରେ ପ୍ରେରଣ କଲେ। ତାହାଙ୍କର ସାକ୍ଷ୍ୟ ଦେଇ ପାଉଲ କହନ୍ତି, ସେ ଆପଣା ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ଏହାଠାରୁ ଆହୁରି ମହାନ ବିଷୟ 14 ପଦରେ ଏହିପରି କହନ୍ତି, ତାହାଙ୍କ ପ୍ରେମ ପାତ୍ର ପୁତ୍ରଙ୍କ ଠାରେ ଆମ୍ଭେମାନେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପ୍ରାପ୍ତ ହୋଇଅଛୁ। ମନୁଷ୍ୟ ଯେ ପର୍ଯ୍ୟନ୍ତ ପାପ କ୍ଷମା ପାଇନାହିଁ, ସେ ପର୍ଯ୍ୟନ୍ତ ଅନ୍ଧକାରର କ୍ଷମତାର ଉଦ୍ଧାର ପାଇପାରେ ନାହିଁ। ମନୁଷ୍ୟ ପାପ କ୍ଷମା ପ୍ରାପ୍ତ ନହେଲେ କଦାପି ସ୍ୱର୍ଗରେ ପ୍ରବେଶ କରିପାରେ ନାହିଁ। ଈଶ୍ୱର ଯିଏକି ଧାର୍ମିକ ଓ ନ୍ୟାୟବାନ, ସେ ପାପର ଦଣ୍ଡ ସ୍ୱରୂପେ ମୃତ୍ୟୁ ଦିଅନ୍ତି, ମାତ୍ର ସେ ଆପଣା ପ୍ରିୟ ପୁତ୍ରଙ୍କ ଦ୍ୱାରା ଆମ ସମସ୍ତଙ୍କ ପାଇଁ, ସମସ୍ତ ମାନବ ଜାତି ପାଇଁ ଆପଣା ପ୍ରେମ ପ୍ରଦର୍ଶନ ପୂର୍ବକ ପାପରୁ ମୁକ୍ତି ଦେବାକୁ ଆପଣା ପ୍ରିୟ ପୁତ୍ରଙ୍କୁ ଏହି ଜଗତକୁ ପ୍ରେରଣ କଲେ। ଯେପରି ସେହି ପ୍ରିୟ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟ କାଲବରୀ କ୍ରୁଶରେ ମୃତ୍ୟୁ ଦ୍ୱାରା ପାପ ଯୋଗୁଁ ଆସୁଥିବା ଅନ୍ଧକାରରୁ ରକ୍ଷା କରି ଈଶ୍ୱରଙ୍କ ରାଜ୍ୟରେ ବିଶ୍ୱାସ କରି ପ୍ରବେଶ କରିପାରେ, ତାହାଙ୍କର ଦ୍ୱାରା ଆମେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ମୁକ୍ତିଦାତା ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଚିହ୍ନିବା ପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।